ଘରେ କୌଣସି ଶୁଖିଲା ଗଛ ରଖିବା ଉଚିତ ନୁହେଁ ଏବଂ ଘରେ ଲାଗିଥିବା ଗଛରେ ନିୟମିତ ପାଣି ନ ଦେବା ଦ୍ୱାରା ଅଶୁଭ ହୋଇଥାଏ। ତା ସହିତ ଘରେ ବାସ୍ତୁଦୋଷ ଉତ୍ପନ୍ନ କରିଥାଏ। ଘରେ ପାଣିର ଅଯଥା ଖର୍ଚ୍ଚ କରିବା ଉଚିତ ନୁହେଁ କିମ୍ବା ଅପବ୍ୟୟ କରିବା ଅନୁଚିତ। ଏହା ଦ୍ୱାରା ଚନ୍ଦ୍ରଙ୍କ ଖରାପ ପ୍ରଭାବ ବି ପଡ଼ିଥାଏ ଏବଂ ମାନସିକ ଅଶାନ୍ତି ଦେଖାଦେବା ସହିତ ଅଯଥା ଖର୍ଚ୍ଚ ବୃଦ୍ଧି ହୋଇଥାଏ। ରାତିରେ ଅଇଁଠା ବାସନ ରଖିବା ଅନୁଚିତ। ଏହା ଦ୍ୱାରା ବାସ୍ତୁଦୋଷ ଦେଖାଦେବା ସହିତ କାର୍ଯ୍ୟରେ ସଫଳତା ପାଇଁ ସଂଘର୍ଷ କରିବାକୁ ପଡ଼ିଥାଏ। ଖାଇସାରିବା ପରେ ଅଇଁଠା ଥାଳି ଧରିକି ବସିବା ଏକ ଖରାପ ଅଭ୍ୟାସ ହୋଇଥାଏ ଏବଂ ରାତିରେ ବି ଅଇଁଠା ବାସନ ରଖିଦେବା ଇଏ ବି ବହୁତ ଖରାପ ଅଭ୍ୟାସ। ଏହା ଅନୁଚିତ ହୋଇଥାଏ। ଏହା ଦ୍ୱାରା ବାସ୍ତୁଦୋଷ ଦେଖା ଦେଇଥାଏ। ତା ସହିତ କାର୍ଯ୍ୟରେ ବି ଆପଣ ଯାହା ବି କାର୍ଯ୍ୟ କରିବା ପାଇଁ ଚାହୁଁଛନ୍ତି କି ଯାହା ବି କାର୍ଯ୍ୟ ଆପଣ କରୁଛନ୍ତି ସେଥିରେ ଆପଣ ସଫଳତା ପାଇବେ ନାହିଁ। ସେଇ ସଫଳତା ପାଇଁ ଆପଣଙ୍କୁ ବହୁତ ସଂଘର୍ଷ କରିବା ପାଇଁ ପଡ଼ିଥାଏ। କେବେ ବି ଅଇଁଠା ବାସନ ଛାଡ଼ିବା କିମ୍ବା ଭଙ୍ଗା ବାସନ ବ୍ୟବହାର କରିବା ଉଚିତ ନୁହେଁ। ଖାଇ ଦେଇକି ଅଇଁଠା ବାସନ କେବେ ପକେଇକି ରଖିବେନି ଆଉ ଭଙ୍ଗା ବାସନରେ କେବେ ଖାଇବା କଥା ନୁହେଁ ଏବଂ ବାସନ ଏଠି ସେଠି ପକାଇବା ବି ଅନୁଚିତ। ଏହା ଦ୍ୱାରା ଚନ୍ଦ୍ର ଏବଂ ଶନିଙ୍କ ଖରାପ ପ୍ରଭାବ ପଡ଼ିବା ସହିତ ଅଶୁଭ ଫଳ ଘରେ ଦେଖା ଦେଇଥାଏ। ଘରେ ଅଧିକ ପୁରୁଣା ଜୋତା ଚପଲ ରଖିବା ଉଚିତ ନୁହେଁ। ଏହା ଦ୍ୱାରା ଅଶୁଭତ୍ୱ ବୃଦ୍ଧି ହୋଇଥାଏ ଏବଂ ଜୋତା ଚପଲ ଏଠି ସେଠି ପକାଇବା ଦ୍ୱାରା ଶନିଙ୍କ ଖରାପ ପ୍ରଭାବ ପଡ଼ିବା ସହିତ କଳହ ଦେଖା ଦେଇଥାଏ। ଘରର ମୁଖ୍ୟ ଦ୍ୱାର ସମ୍ମୁଖରେ କେବେ ବି ଅଳିଆ କିମ୍ବା ବର୍ଜ୍ୟବସ୍ତୁ ଗଦା କରିକି ରଖିବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ ଘରେ ବାସ୍ତୁଦୋଷ ଉତ୍ପନ୍ନ କରିଥାଏ। ଘରର ମୁଖ୍ୟ ଦ୍ୱାର ସମ୍ମୁଖରେ ତମ୍ବା ପାତ୍ରରେ ଜଳ ଭରି କରିକି ରଖିବା ଦ୍ୱାରା ଶୁଭ ହେବା ସହିତ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ଏବଂ ଦାରିଦ୍ର୍ୟତା ଦୂର ହୋଇଥାଏ। ଯେଉଁ ପୁରୁଷ ଲୋକଙ୍କ ସ୍ମିତହାସ୍ୟ ମନମୋହକ ହୋଇଥାଏ, ତାଙ୍କ ହସଟା ସ୍ମିତହାସ୍ୟ ହୋଇଥାଏ, ମନମୋହକ ହୋଇଥାଏ, ସେମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ବିଶେଷ କୃପା ରହିଥାଏ। ଯେଉଁ ପୁରୁଷ ଲୋକମାନେ ମହିଳାମାନଙ୍କର ସମ୍ମାନ କରିଥାନ୍ତି ସେମାନଙ୍କ ଉପରେ ଶନିଦେବଙ୍କ କୃପା ରହିଥାଏ। ଆଉ ଯେଉଁ ପୁରୁଷ ନିଜର ପ୍ରଶଂସା କରିନଥାନ୍ତି ଏବଂ ଯାହାର ଅହଙ୍କାର ନଥାଏ ସେମାନଙ୍କ ଉପରେ ସୂର୍ଯ୍ୟଦେବଙ୍କର ଆଶୀର୍ବାଦ ରହିଥାଏ। ଯେଉଁ ଲୋକଙ୍କ ପାଦର ଦ୍ୱିତୀୟ ଆଙ୍ଗୁଠି ବଡ଼ ହୋଇଥାଏ ସେମାନେ ଭାଗ୍ୟଶାଳୀ ଏବଂ ସହନଶାଳୀ ବ୍ୟକ୍ତି ହୋଇଥାନ୍ତି। ଆଉ ଯେଉଁ ପୁରୁଷଙ୍କ ଆଖି କଳା ଏବଂ ସୁନ୍ଦର ହୋଇଥାଏ ତା ସହିତ ଆଖି ତଳେ କଳା ଦାଗ ନଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି। ଆଉ ଯେଉଁ ପୁରୁଷମାନେ କଥା ଧୀରେ କହିଥାନ୍ତି ତାଙ୍କୁ କଥା କହିବା ଶୈଳୀଟା ବହୁତ ଧୀରେ କିମ୍ବା ସେମାନଙ୍କ କଥା ଠିକ ଭାବରେ ବୁଝି ହୁଏ ନାହିଁ, ସେମାନଙ୍କୁ ଜୀବନରେ ସଫଳତା ସହଜରେ ମିଳିନଥାଏ। ସେମାନେ ବହୁତ ଧୀରେ କଥା କହୁଥିବେ ଆଉ ସେ ଯାହା କଥା କହୁଥିବେ ଅନ୍ୟମାନେ କି ତାଙ୍କ ସାମ୍ନା ଲୋକ ତା ସହଜରେ ସେମାନେ ବୁଝିପାରୁନଥିବେ, ତ ସେମାନେ ସଫଳତା ସହଜରେ ମିଳିନଥାଏ ତାଙ୍କୁ। ଆଉ ଯିଏ ବହୁତ କଥା ଟିକେ ସ୍ପଷ୍ଟ କହୁଥିବେ ତାଙ୍କ କଥାକୁ ସାମ୍ନା ଲୋକ ବହୁତ ସହଜରେ ବୁଝିପାରୁଥିବେ ତ ସେମାନଙ୍କ ଜୀବନରେ ବହୁତ ସହଜରେ ସଫଳତା ପାଇଥାନ୍ତି। ଯେଉଁ ପୁରୁଷ ଲୋକମାନେ କଥାକୁ ସ୍ପଷ୍ଟ ଭାବରେ କହିଥାନ୍ତି ସେମାନେ ଶୀଘ୍ର ସଫଳତା ଏବଂ ଧନ ଦୌଲତର ଅଧିକାରୀ ହୋଇଥାନ୍ତି। ପୁରୁଷ ଲୋକମାନେ ପ୍ରତ୍ୟେକ ଦିନ ସ୍ୱଚ୍ଛ ରହିବା ସହିତ ଚନ୍ଦନ ଲଗାଇବା ଉଚିତ। ଏହା ଦ୍ୱାରା ଶୁଭ ହେଇଥାଏ ଏବଂ ମଙ୍ଗଳକାରୀ ମଧ୍ୟ ହେଇଥାଏ। ଯେଉଁ ପୁରୁଷ ଲୋକଙ୍କ ଦେହରୁ ଅଧିକ ଝାଳ ବାହାରିଥାଏ କିମ୍ବା ଅଧିକ ବାଳ ରହିଥାଏ ସେମାନଙ୍କ ଜୀବନରେ ବହୁତ କଠିନ ସମସ୍ୟା ସାମ୍ନା କରିବାକୁ ପଡ଼ିଥାଏ। ତାଙ୍କୁ ତାଙ୍କ ଜୀବନରେ ବହୁତ କଠିନ ସମସ୍ୟାର ସାମ୍ନା କରିବା ପାଇଁ ପଡ଼ିଥାଏ। ଆଉ ଯେଉଁ ପୁରୁଷ ଲୋକଙ୍କ ମଥାରେ କୌଣସି ଦାଗ ରହିଥାଏ ସେମାନଙ୍କ ଜୀବନରେ ଯେକୌଣସି ସଫଳତା ପ୍ରାପ୍ତି କରିବା ପାଇଁ ବହୁତ ସଂଘର୍ଷ କରିବାକୁ ପଡ଼ିଥାଏ। ଯେଉଁ ପୁରୁଷ ଲୋକଙ୍କ ମଥା ଚଉଡ଼ା ହୋଇଥାଏ ଅଥବା 4 ଆଙ୍ଗୁଳିରୁ ଅଧିକ ହୋଇଥାଏ ସେମାନେ ଭାଗ୍ୟଶାଳୀ ପୁରୁଷ ହୋଇଥାନ୍ତି। ତାଙ୍କ ଭାଗ୍ୟ ବହୁତ ଭଲ ହୋଇଥାଏ, ସେ ସବୁଥିରେ ବହୁତ ଜଲ୍ଦି ସଫଳତା ପାଇଯାଆନ୍ତି। ଆଉ ଦକ୍ଷିଣ ଦିଗକୁ ମୁଖ କରିକି କେବେ ବି ଭୋଜନ କରିବା ଉଚିତ ନୁହେଁ। ଏହା ଅଶୁଭ ହେବା ସହିତ ଆୟୁ ବି କମ ହୋଇଥାଏ। ଭୋଜନ କରିବା ସମୟରେ ପୂର୍ବ ଦିଗକୁ ମୁଖ କରି ଭୋଜନ କରିବା ଉଚିତ। ଏହା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିଥାଏ ଏବଂ ରୋଗ ବ୍ୟାଧି ଦୂର ହୋଇଥାଏ। ଆଉ ଉତ୍ତର ଆଡ଼କୁ ମୁହଁ କରିକି ବି ଆପଣ ଖାଇପାରିବେ।
ଭୋଜନ କେବେ ଖଟ ଉପରେ ବସିକି ଖାଇବା ଉଚିତ ନୁହେଁ। ଏହା ଦ୍ୱାରା ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଥାଏ। ଲୋକମାନଙ୍କ ସହିତ ସଙ୍ଗତରେ ଖାଇବା ସମୟରେ ଅନ୍ୟମାନେ ଖାଇସାରିବା ପର୍ଯ୍ୟନ୍ତ ଉଠିବା ଅନୁଚିତ। ଏହା ଅଶୁଭ ଏବଂ ଅମଙ୍ଗଳକାରୀ ହୋଇଥାଏ। ଯେତେବେଳେ ଆପଣ କିଛି ଲୋକଙ୍କ ସାଙ୍ଗରେ ଏକାଠି ବସିକି ଖାଉଛନ୍ତି, ତ ଆପଣଙ୍କୁ ଯଦି ଖାଇବା ଜଲ୍ଦି ସରିଗଲା ତ ଆଗୁଆ ଆପଣ ଉଠିଯିବେନି। ସମସ୍ତଙ୍କର ଖାଇବା ସରିଲେ ଏକା ସାଙ୍ଗରେ ଉଠିବେ। ଏକାଦଶୀ ଦିନ କେବେ ବି ଆମିଷ ଭକ୍ଷଣ କରିବା ଉଚିତ ନୁହେଁ। ଏହା ଅମଙ୍ଗଳକାରୀ ହେବା ସହିତ ଅନର୍ଥର କାରଣ ହୋଇଥାଏ। କେବେ ବି ଭାଙ୍ଗି ଯାଇଥିବା ବାସନରେ କିମ୍ବା ଭଲ ଭାବରେ ସଫା ହୋଇନଥିବା ବାସନରେ ଖାଦ୍ୟ ଖାଇବା ଉଚିତ ନୁହେଁ। ଏହା ଦ୍ୱାରା ଦରିଦ୍ରତା ଆସିଥାଏ। କେବେ ବି ଅନ୍ୟମାନଙ୍କ ପାଇଁ ରହିଥିବା ଖାଦ୍ୟ ଖାଇବା ଉଚିତ ନୁହେଁ। ଯଦି କାହା ପାଇଁ ସେଟା ଗୋଟେ ଅଛି ଖାଦ୍ୟଟା, ଆପଣ ସେଟାକୁ ଖାଇଦେବା କଥା ନୁହେଁ। କିମ୍ବା ପାଖରେ ଥିବା ଯେକୌଣସି ପ୍ରାଣୀକୁ ଭୋକିଲା ରଖିକି ଖାଦ୍ୟ ଖାଇବା ଅମଙ୍ଗଳକାରୀ ହୋଇଥାଏ। ତ ଆପଣ ଯଦି ଦେଖିବେ ଆପଣଙ୍କ ପାଖରୁ କି ଭୋକିଲା ପ୍ରାଣୀ ଅଛି, ତାକୁ ଆଗେ ଦିଟା କିଛି ଖାଇବା ପାଇଁ ଦେବେ, ତାପରେ ନିଜେ ଖାଇବେ। ତ ତାକୁ ଭୋକିଲା ରଖି ଆପଣ କେବେ ଖାଦ୍ୟ ଖାଇଦେବେନି। ଯେଉଁ ଲୋକମାନଙ୍କର ଓଠରେ କଳାଜାଇ ଚିହ୍ନ ରହିଥାଏ, ସେମାନେ ମିଷ୍ଟଭାଷୀ ହୋଇଥାନ୍ତି ଏବଂ ଭାଷା ଦ୍ୱାରା ଅନ୍ୟମାନଙ୍କ ମନ ଜିଣିଥାନ୍ତି। ଯେଉଁମାନଙ୍କର କାନରେ କଳାଜାଇ ଚିହ୍ନ ରହିଥାଏ, ସେମାନେ ବିଚାରବନ୍ତ ଲୋକ ହୋଇଥାନ୍ତି। ସେମାନେ ସବୁ ସିଚୁଏସନରେ ଠିକଟା ବିଚାର କରିପାରନ୍ତି ଏବଂ ଉତ୍ତମ ପରାମର୍ଶଦାତା ମଧ୍ୟ ସେମାନେ ହେଇଥାନ୍ତି। ଯେଉଁ ଲୋକମାନଙ୍କର ବେକରେ କଳାଜାଇ ରହିଥାଏ, ସେମାନେ ବୁଦ୍ଧିମାନ ହୋଇଥାନ୍ତି ଏବଂ ଚତୁରତାର ସହିତ ଧନ ଅର୍ଜନ କରିଥାନ୍ତି। ହାତର ଆଙ୍ଗୁଠିରେ କଳାଜାଇ ଚିହ୍ନ ରହିଥିବା ଲୋକମାନେ କର୍ମବୀର ହୋଇଥାନ୍ତି ଏବଂ କାର୍ଯ୍ୟରେ ସଫଳତା ପ୍ରାପ୍ତି କରିଥାନ୍ତି। ପାଦରେ ଆଙ୍ଗୁଠିରେ କଳାଜାଇ ଚିହ୍ନ ରହିଥିବା ଲୋକମାନେ ଭ୍ରମଣ କରିବାକୁ ଭଲ ପାଇଥାନ୍ତି ଏବଂ ଅନ୍ୟର ଉପକାର କରିଥାନ୍ତି। ହାତର ପାପୁଲି ମଝିରେ କଳାଜାଇ ରହିଥିବା ଲୋକମାନଙ୍କର ଧନର ଅଭାବ ହୋଇନଥାଏ ଏବଂ ବିବାହ ପରେ ଭାଗ୍ୟ ଉଦୟ ହୋଇଥାଏ। ନାକରେ କଳାଜାଇ ରହିଥିବା ଲୋକମାନେ ସ୍ୱାଭିମାନୀ ହୋଇଥାନ୍ତି ଏବଂ ଜୀବନରେ ପ୍ରଗତି କରିଥାନ୍ତି। ତକିଆ ତଳେ କୌଣସି ଲୁହାର ଜିନିଷ ଯେପରିକି ଚାବି ଇତ୍ୟାଦି ରଖିବା ଦ୍ୱାରା ଶୁଭ ହୋଇଥାଏ ଏବଂ ସମସ୍ୟା ଦୂର ହୋଇଥାଏ। ତକିଆ ତଳେ ରସୁଣ ରଖିକି ଶୋଇବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ ଏବଂ ଏହା ସୌଭାଗ୍ୟ ପ୍ରାପ୍ତି ହେବାରେ ସାହାଯ୍ୟ କରିଥାଏ। ତକିଆ ତଳେ କୌଣସି ଧାର୍ମିକ ବହି ରଖିବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ ଏବଂ ସମସ୍ତ ପ୍ରକାର ଭୟ ଦୂର ହୋଇଥାଏ। ତକିଆ ତଳେ ପଇସା ରଖିକି ଶୋଇବା ଦ୍ୱାରା ଶୁଭ ହୋଇଥାଏ ଏବଂ ସକାଳୁ ତାକୁ ଭିକାରୀମାନଙ୍କୁ ଦାନ କରିଦେବା ଦ୍ୱାରା ଗ୍ରହ ଦୋଷ ଦୂର ହୋଇଥାଏ ଓ ଭାଗ୍ୟ ଉଜ୍ଜଳ ହୋଇଥାଏ। ଯଦି ଆପଣ ତକିଆ ତଳେ ପଇସା ରଖୁଛନ୍ତି, ତ ତାକୁ କିଛି ଭଲ କାମରେ ବ୍ୟବହାର କରିବା ପାଇଁ ରଖିକି ତାକୁ ସକାଳୁ ଭିକାରୀକୁ ଦାନ କରିଦେବେ। କିନ୍ତୁ ଏମିତି ଆପଣ ଯଦି ଘରେ ପଇସା ରଖୁଛନ୍ତି ନିଜ ପାଇଁ ସଞ୍ଚିକି, ଯେ ବିଛଣା ତଳେ କି ତକିଆ ତଳେ ସେ ପଇସା ରଖିବା କଥା ନୁହେଁ। ତ ଏମିତି ଆପଣ ତକିଆ ତଳେ ତାକୁ ରଖିଦେବେ, ତା ଦ୍ୱାରା ସକାଳକୁ ଦୁଃଖୀ ଗରିବମାନଙ୍କୁ ଆପଣ ଭିକାରୀମାନଙ୍କୁ ଦାନ କରିଦେବେ, ତ ଏଥିରେ ଆପଣଙ୍କର ମଙ୍ଗଳ ହୋଇଥାଏ। ତକିଆ ତଳେ ମୟୂର ପଙ୍ଖ ରଖିବା ଦ୍ୱାରା ଶୁଭ ହେବା ସହିତ ଗ୍ରହ ଦୋଷ ଦୂର ହୋଇଥାଏ ଏବଂ ଉତ୍ତମ ଭାଗ୍ୟ ପ୍ରାପ୍ତି ହୋଇଥାଏ। ତୁଳସୀ ପତ୍ର ତକିଆ ତଳେ ରଖି ଶୋଇବା ଦ୍ୱାରା ଶୁଭ ଏବଂ ମଙ୍ଗଳ ହୋଇଥାଏ। ତା ସହିତ ସକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ତ ବନ୍ଧୁଗଣ, ଶେଷ ପର୍ଯ୍ୟନ୍ତ ଭିଡ଼ିଓଟି ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ। ଭିଡ଼ିଓଟି କେମିତି ଲାଗିଲା କମେଣ୍ଟରେ ଲେଖି ଜଣାଇବେ। ଆଉ ଆଗକୁ କେମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଚାହୁଁଛନ୍ତି ଯଦି ଭିଡ଼ିଓ ଗୋଟେ ଲାଇକ୍ କରିଦିଅନ୍ତୁ।